ସେମାନେ କଣ କହିବେ? ସେମାନେ ତ କଂଗ୍ରେସର ଯୋଉ ନୀତି ଥିଲା, ଯୋଉ ନିୟମ କରିଥିଲେ, ଯୋଉ ଆଦେଶ ଥିଲା ତାକୁ ଖିଲାପ କଲେ। ଆଉ ବର୍ତ୍ତମାନ ଏବେ ଅନେକ କଥା ଯାହା ବି କହିବେ ସେମାନେ କଣ କିଛି ଅଛି? ଯୋଉମାନେ ବିକା ହେବା ଲୋକ, ଯେ ବିକି ସାରିଲା ପରେ ସେ ଅନେକ କଥା କହିବ, ମନେ ଗୋଟେ କଥା ତାର କିଛି ମାନେ ଅଛି? ସେ ଶୃଙ୍ଖଳା ଜାଣିପାରିଲେନି। ପାର୍ଟି ଗୋଟେ ଦଳରେ ଅଛନ୍ତି, ଆଉ ଦଳକୁ ପ୍ରଭାବିତ ହବା କୋଉଠି ପ୍ରଭାବିତ ହେଇଛନ୍ତି? ଓନ୍ଲି ଆମେ ସବୁ ଜାଣିଛନ୍ତି ତାଙ୍କର ବର୍ତ୍ତମାନ ଅନେକ କଥା କହୁଛନ୍ତି, ତାର କିଛି ମାନେ ଯେ ମୁଁ ସଭାପତି ଯାହା କହିଥିଲେ ମୁଁ ତାକୁ ଭୋଟ ଦେଉଛି, ତାହେଲେ ସଭାପତି କଣ କରପ୍ଟେଡ୍? ନାଇଁ ସଭାପତି କଣ କହିଥିଲେ? କଣ ଅନ୍ୟ ଦଳର ପ୍ରାର୍ଥୀ ଆମର କମନ ପ୍ରାର୍ଥୀ ଥିଲା, ତାଙ୍କ ହିଁ ଦେଲେନି। ସେଥିପାଇଁ ଆମର ପାର୍ଟିକୁ ଦେଲେନି, ଆମର ପ୍ରାର୍ଥୀକୁ ଦେଲେନି ବୋଲି ତ ବର୍ତ୍ତମାନ ସେମାନେ ସସ୍ପେଣ୍ଡ ହେଇଛନ୍ତି। ଦଳର ହୁଇପ୍ ଥିଲା, ଦଳ ବର୍ତ୍ତମାନ ଆମ ଦଳର ଯୋଉ ନିଷ୍ପତ୍ତି ନେଇଥିଲେ କମନ ପ୍ରାର୍ଥୀକୁ ଆମେ ସମର୍ଥନ କରିବା ପାଇଁ ଏଆଇସିସି ଇନଫର୍ମେସନ ଦେଲା। ବର୍ତ୍ତମାନ ସେମାନେ କୋଉଥିପାଇଁ ସେମାନେ ହେଇଛନ୍ତି, କଣ ପାଇଁ ସେ ଯାଇଛନ୍ତି, ଆପଣମାନେ ସମସ୍ତେ ଅନୁଭବ ଜାଣିଛନ୍ତି। ସେମାନେ ଏ ଯୋଉ ଘୋଡ଼ା ବେପାର ହେଇଛି, ଘୋଡ଼ା ବେପାରରେ ଏମାନେ ଘୋଡ଼ା ହେଇଛନ୍ତି, ତାଙ୍କୁ ଆଗକୁ କିଣା ଯାଇଛି। ସେ କହୁଛନ୍ତି ଯେ ମୁଁ କଂଗ୍ରେସରେ ଅଛି, କଂଗ୍ରେସରେ ରହିବି, ଆଉ ଅଡିଓ ଯାହା 29 କଂଗ୍ରେସରେ ରହିବି, ସେଇଟା ଯାଇ କଂଗ୍ରେସ ସସ୍ପେଣ୍ଡ ହେଇଛନ୍ତି। ସସ୍ପେଣ୍ଡ ତ ସଭାପତି କରିସାରିଛନ୍ତି। ଏଆଇସିସି ର ବର୍ତ୍ତମାନ ପ୍ରୋଭିଜନ ଆସିଛି ତାଙ୍କର ନାଁରେ, ଏଆଇସିସି ସସ୍ପେଣ୍ଡ କରୁଛି। ଲଢିବେ ନ ଲଢିବେ ସେ ଯୋଉ ଦମବକ୍ତି କରେନି, କଂଗ୍ରେସ ସମର୍ଥ ପ୍ରାର୍ଥୀ ଯୋଉ ଦେଇଥାନ୍ତେ ଏ ଦମବକ୍ତି କହିଲେ ଭଲ ଅଛି।